ସମ ମଙ୍ଗଳ ବୁଧ ମୁଁ ଜାଣିଛି ମୋର କିଲିକିଆ କିଲିକିଆ ଦୁଧ। ସରିଲା ନା ଆଉ କ'ଣ କହିବୁ? ଆଉ କିଛି କହିବା ନାହିଁ ତ ମୁଁ କହୁଛି ଶୁଣେ। ସୋମ ମଙ୍ଗଳ ବୁଧ ସେ ଯେଉଁ କିଲିକିଆକୁ ନେଇଯିବା ଆସି ଓଧ ଆଉ ଥିବ ଯେ ତୁ ଦେଖେଇବୁ। ଆରେ ଯଦି କିଲିକିଆ ହେଇଗଲାଣି ଏତେ ବଡ଼ ବଡ଼ ହେଇଗଲାଣି ତତେ ଲାଗୁଛି ଆ 100 ଗ୍ରାମ ଲେ କାଟିକିରି ସାଇ ପଡ଼ିଶାକୁ ଦେଇଦେ ଆଉ ଟିକେ ଛୋଟ ହେଇଛୁ। ମୂଷା ଗଲା ଆଜି ସେ ମଶାର ଜୀବନ ଗଲା। ସିଏ ଜୋରଟା ତାକୁ ମନ୍ଥିଲେଣି ସେ ଭିତରେ ପୁରେଇକିରି ସେ ଆଉ ଥିବ ଆ ସେ ପୁରା ବାଟି ହେଇକିରି ପୁରା ପେଷ୍ଟ ବନିଯାଇଥିବ। ହେଲା ପେଷ୍ଟ ବନିଯାଇଥିବ ଯେ ଭାଉଜ ମନେ ରଖ ଗୋଟେ କଥା, ଜୋରଟା ତମେ ମନ୍ଥୁନ ସେ ମଶାର ତ ଯାହା ହବ ସେ ଅଲଗା କଥା। ତମର ସେ ଦୁଇଟା ନାଇଁ କି ସେ ଯେଉଁ ମନ୍ଥା ଯନ୍ତ୍ର ସେ ଦୁଇଟା ପୁଣି ଛିଡ଼ି ଛାଡ଼ିକି ତଳେ ପଡ଼ିଯିବ। ଆଉ ଥିବ ଯେ ତମେ ଦେଖିକି ଭିଡ଼ିଓ କରିବ। ବୟଫ୍ରେଣ୍ଡ ତ ଭଗବାନ ଦେଲେନି କିନ୍ତୁ ଚେହେରାଟା ଏମିତି ଦେଇଛନ୍ତି ଲୋକମାନଙ୍କୁ ଫୁଲ୍ ଡାଉଟ୍ ହଉଛି। ପିଲାଟିର 4-5ଟା ବୟଫ୍ରେଣ୍ଡ ତ ସିଓର ଥିବେ। ମାଲୋ ଏ ଭିଡ଼ିଓଟି ଦେଖିଲା ପରେ ମୁଁ ଡାଉଟ୍ କରୁନି ବା, ମୁଁ କନଫର୍ମ ତୋର 4-5 ନାହିଁ 10 ଉପରକୁ ବୟଫ୍ରେଣ୍ଡ ଅଛନ୍ତି। ବାକି ରହିଲା ତୁ ତ ଗଧୁଣ୍ଡା ଜଣା ପଡ଼ିଗଲାଣି ତୋର ପାଠଶାଠ ବୋଲି କିଛି ନା ହେଲା। ଆଉ ଖାଲି ଏଇ ପ୍ରେମ ବୟଫ୍ରେଣ୍ଡ ଏଇ ଉପରେ ତୋର ଟିକେ ବେଶୀ ଜ୍ଞାନ ଗଭୀର ଜ୍ଞାନ। ଖାଲି ମନେ ରଖିଥା ଯଦି ପାଠଶାଠ ପଢ଼ିବୁ ତାହେଲେ ବାପା ମାଆଙ୍କ ନାଁକୁ ମାନେ ଟେକିକି ରଖିବୁ, ଟିକେ ତାଙ୍କ ସମ୍ମାନଟା ତଳେ ପଡ଼ିବନି ଆଉ ସାରା ଜୀବନ ଖୁସିରେ ରହିବୁ। ଆଉ ଯଦି ଯେ ଲଭ୍ ମାନେ ଚକରରେ ପଡ଼ିକିରି ବୟଫ୍ରେଣ୍ଡ ଚକରରେ ପଡ଼ିକି ବୟଫ୍ରେଣ୍ଡ ସହିତ କ'ଣ ନାନାରେ ହବୁ ତାହେଲେ କିଳାଟା ଫୁଲ୍ ନେବୁ ଆଉ।